ଜାଣିଛନ୍ତି ସେମାନେ ମିଛ ଏଥିପାଇଁ ବିକ୍ରି ହୋଇଯାଇଥାଏ କାରଣ ସତକୁ କିଣିବାକୁ କାହାର ବି କ୍ଷମତା ନଥାଏ। ଆଉ ସେଇ ମିଛର ଆଶ୍ରୟ ନେଇ ଲୋକମାନେ ସତ କହିବାକୁ ବି ବହୁତ ଭୁଲିଗଲେ। ଯାହା ବି ହଉ ଆମେ ଦୁଇ ଜଣ ବାହାରି ପଡିଲୁ ଯାତ୍ରା ଦେଖିବା ପାଇଁ। ତ ଯାତ୍ରା ପାଖରେ ପହଞ୍ଚୁ ପହଞ୍ଚୁ ଜମ ଆମକୁ ଏମିତି ଦେଖି ହସିଦେଲେ ଆମେ ଦୁଇ ଜଣ ପୁରା ଡରିକି ଛାଡ଼ି। ଏଇଟା ଥିଲା ଗୋତମରାର ଯାତ୍ରା। ତ ବର୍ଷା ଯେହେତୁ ହଉଥିଲା ଆମେ ଦୂରରୁ ହିଁ ଦେଖୁଥିଲୁ। ଏସବୁ ଦେଖୁ ଦେଖୁ ଆମ ନଜରଟି ପଡିଥିଲା କାଳୀପ୍ରଭୁଙ୍କ ଉପରେ। ତ ନଜର ସେତିକି ପକେଇ ଆମେ ଡରିକି ଫେରି ଆସିଲୁ ଦୁଇ ଜଣ ଯାକ। ତ ତାପରେ ଆମେ ପହଞ୍ଚି ଯାଇଥିଲୁ ବନରପାଳରେ। ବନରପାଳରେ ବି ଆଜି ଆମର ନବରାତ୍ରିର ପୂଜା ଚାଲିଥିଲା। ଯେହେତୁ ଏବେ ନବରାତ୍ରି ଟାଇମ ଚାଲିଛି ତ ଆମର ଏଠି ମୂର୍ତ୍ତି ଫୂର୍ତ୍ତି ନେଇ ପୂଜା ଚାଲିଛି ଦେଖିପାରୁଥିବେ। ଦୁର୍ଗା ମାଙ୍କ ମୂର୍ତ୍ତି ଦେଖି ବହୁତ ଖୁସି ଲାଗିଲା ଆଉ ଦର୍ଶନ ସାରି ଆମେ ଚାଲିଲୁ ଆଉ ଗୋଟେ କଥା ଆପଣ ମାନେ କର୍ମ କରିଚାଲନ୍ତୁ, ଫଳଟା କେବଳ ପରିବା ଦୋକାନ ସେଇଥିପାଇଁ ବି ପଇସା ହିଁ ଦରକାର ପଡେ ଯାହାକି ଆମ ପାଖରେ ନାହିଁ। ଫୁଲ ସୁଧୁ ଭିକାରୀ ହେଲେ କଣ ହବ, ଏ ମହାଶୟ ତ ତାଙ୍କ ଦୋକାନକୁ ଆମକୁ ଖାଲି ଟାଣି ନେଲେ। ଆମେ ଆଉ ନ ରହିପାରି ବରା ଟିକେ ଖାଇଦେଇ ଆମର ଦେଖା ଯାଇଥିଲା ଓଡିଶା ଡିଜେ, ସେ ହଉଛି ଗୋତମରା ଡିଜେ। ଆଉ ଆପଣ ମାନେ ତ ଜାଣିଥିବେ ଯୋଉଠି ଡିଜେ ସେଇଠି ମୁଁ ବି ହଲିଲିନି, ମୁଁ ବି କିଛି ସମୟ ଏନ୍ଜୟ କରିଦେଲି। ଆଉ ଏଇ ଡିଜେଟା ଆସିଥିଲା ଗୋଟେ ବ୍ରତ ଘର ପାଇଁ। ତାପରେ ଆମେ ଘରକୁ ଆସି ଦୁଇଟା ପଇଡର ମଜା ନେଇ ଏକପଟିଆ ବସି ପଡିଲୁ ଖାଇବା ପାଇଁ। ଭିଡିଓଟି ମୁଁ ଏଇଠି ଶେଷ କରିଛି। ରହିଲି, ଜୟ ଜଗନ୍ନାଥ, ଜୟ